ଟିଟିଲାଗଡ଼ରେ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା। ସ୍ୱାସ୍ଥ୍ୟ ହିଁ ସମ୍ପଦ। ସୁନ୍ଦର ସ୍ୱାସ୍ଥ୍ୟଟିଏ ଗଠନ କରି ନିଜ ଚେହେରାକୁ ଆକର୍ଷଣୀୟ କରିବା ପାଇଁ କାହାର ବା ଇଚ୍ଛା ନଥାଏ। କିନ୍ତୁ ଆଜିକା ଦୁନିଆରେ ବ୍ୟସ୍ତବହୁଳ ଜୀବନ କାଟିବାରେ ହୁଏତ ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନେବାରେ ଊଣା କରିଦେଇଥାନ୍ତି। ତଥାପି ସୁନ୍ଦର ସ୍ୱାସ୍ଥ୍ୟର ଲୋଭ ମଣିଷ ମନରୁ କେବେ ଯାଏ ନାହିଁ। ଜୀବନ ଜୀବିକାର ସଂଘର୍ଷମୟ ଚଳଣିରେ କଠିନ ପରିଶ୍ରମ କରି ସ୍ୱାସ୍ଥ୍ୟକୁ ସୁନ୍ଦର କରିବାରେ ଆପ୍ରାଣ ଚେଷ୍ଟା କରିଥାନ୍ତି। ବେଳେବେଳେ କଠିନ ପରିଶ୍ରମ ସହିତ ଭିଟାମିନ୍ ଯୁକ୍ତ ଖାଦ୍ୟ ଖାଇ ମଧ୍ୟ ସୁନ୍ଦର ସ୍ୱାସ୍ଥ୍ୟଟିଏ ଗଠନ କରିବାରେ ସହାୟକ ହୋଇଥାଏ। କେତେବେଳେ ଶରୀରରେ ରୋଗ ବ୍ୟାଧି ଗ୍ରାସ କରି ଶରୀରର ସୁନ୍ଦରତା ହରାଇ ଦେଇଥାଏ, ତ କିଏ ପୁଣି ନିଜ ଶରୀରର ସଠିକ୍ ଯତ୍ନ ନ ନେଇ ଶରୀରର ସୁନ୍ଦରତାକୁ ନଷ୍ଟ କରିଦେଇଥାଏ। ସୁନ୍ଦର ସ୍ୱାସ୍ଥ୍ୟର ଏକ ନିଆରା କାର୍ଯ୍ୟକ୍ରମ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ଆୟୋଜନ କରିଛି ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ସହରର ଏସ୍.ଏମ୍. ଫିଟନେସ୍। ଖୁବ୍ ଉତ୍ସାହ ମନରେ ଚାଲିଛି ନିଜ ନିଜ ସୁନ୍ଦର ସ୍ୱାସ୍ଥ୍ୟର ପ୍ରଦର୍ଶନ। ସୁନ୍ଦର ସ୍ୱାସ୍ଥ୍ୟକୁ ନେଇ ପ୍ରତିଯୋଗୀମାନେ ଶରୀରକୁ ପ୍ରଦର୍ଶନ କରିବାରେ ବ୍ୟସ୍ତ। ନିୟମିତ ଶାରୀରିକ ବ୍ୟାୟାମ ସାଙ୍ଗକୁ ସୁନ୍ଦର ସ୍ୱାସ୍ଥ୍ୟ ପାଇଁ କଠିନ ପରିଶ୍ରମ କରି ରାଜ୍ୟସ୍ତରୀୟ ସୁନ୍ଦର ପ୍ରତିଯୋଗିତାକୁ ଓହ୍ଲାଇ ଆସିଛନ୍ତି। ଟିଟିଲାଗଡ଼ସ୍ଥିତ ଓମ୍ ଭ୍ୟାଲି ସ୍କୁଲ ପରିସରରେ ଆୟୋଜିତ ହୋଇଥିବା ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ଦୀପକ ସାହୁ, ସମ୍ମାନନୀୟ ଅତିଥି ଭାବେ ସତ୍ୟବୀର ଲାଲ ଅଗ୍ରୱାଲ ଏବଂ ରାକେଶ ଅଗ୍ରୱାଲ ଯୋଗ ଦେଇଥିଲେ। ସୁନ୍ଦର ସ୍ୱାସ୍ଥ୍ୟ ପ୍ରଦର୍ଶନ କରିବା ପାଇଁ ଅନେକ ପ୍ରତିଯୋଗୀ ନିଜ ନିଜ ସୁନ୍ଦର ସ୍ୱାସ୍ଥ୍ୟକୁ ନେଇ ପ୍ରତିଯୋଗିତାରେ ଓହ୍ଲାଇଥିଲେ। ଏସ୍.ଏମ୍. ଫିଟନେସ୍ର ଏକ ନିଆରା ପ୍ରୟାସର ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ଖୁବ୍ ମନୋରଞ୍ଜନଧର୍ମୀ ହୋଇଥିଲା ବେଳେ ପ୍ରତିଯୋଗିତା ଦେଖିବା ପାଇଁ ଲୋକଙ୍କ ମନରେ ଖୁବ୍ ଉତ୍ସାହ ଦେଖିବାକୁ ମିଳିଥିଲା। ଟିଟିଲାଗଡ଼ ସହରସ୍ଥିତ ଏସ୍.ଏମ୍. ଫିଟନେସ୍ ଦ୍ୱାରା ଆୟୋଜିତ ହୋଇଥିବା ରାଜ୍ୟସ୍ତରୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ରାଜ୍ୟର 22ଟି ଜିଲ୍ଲାରୁ 122 ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ସେହି ପ୍ରତିଯୋଗୀମାନଙ୍କ ମଧ୍ୟରୁ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନଙ୍କୁ ଟ୍ରଫି ଏବଂ ମାନପତ୍ର ସହିତ ନଗଦ ରାଶି ପ୍ରଦାନ କରାଯାଇଥିଲା। ପୁରସ୍କାର ପ୍ରଦାନ ଉତ୍ସବରେ ଟିଟିଲାଗଡ଼ କରଣ ସମାଜ ସଭାପତି ଦୟାସାଗର ପଟ୍ଟନାୟକ, କାର୍ଯ୍ୟନିର୍ବାହୀ ଦେବୁ ପଟ୍ଟନାୟକ, ଯୁବ ସାମ୍ବାଦିକ ସନ୍ତୋଷ କୁମାର ପଟ୍ଟନାୟକ, ମୋ ଭାଷାର ପ୍ରତିଷ୍ଠାତା ଭବାନୀ ଷଡ଼ଙ୍ଗୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ପ୍ରତିଯୋଗୀମାନଙ୍କ ମଧ୍ୟରେ ପୁରୁଷ ବର୍ଗ ସମ୍ବଲପୁରର ଶଙ୍କର ମେହେର ଏବଂ ମହିଳା ବର୍ଗରେ ଅଙ୍କିତା ମିଶ୍ର ଟପର ହୋଇଥିଲେ। ତେବେ ଶଙ୍କର ମେହେରଙ୍କୁ ତାଙ୍କ ମା ଗୋଲ୍ଡ ମେଡାଲ ପ୍ରଦାନ କରିବା ଥିଲା ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗୀର ନିଆରା ମୁହୂର୍ତ୍ତ। ଏସ୍.ଏମ୍. ଫିଟନେସ୍ ଦ୍ୱାରା ଓମ୍ ଭ୍ୟାଲି ସ୍କୁଲ ପରିସରରେ ଆୟୋଜିତ ହୋଇଥିବା ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ଖୁବ୍ ଆକର୍ଷଣୀୟ ଓ ନିଆରା ହୋଇଥିଲା। ବଲାଙ୍ଗୀରରୁ ସନ୍ତୋଷ କୁମାର ପଟ୍ଟନାୟକଙ୍କ ରିପୋର୍ଟ, ଏବି ନ୍ୟୁଜ୍।